ମୋର ନାଟକ ହଉଛି ପରଦେଶୀ ଫେରିବାଲି, ଯାହା ଆସନ୍ତାକାଲି ଓପନ ହବ। ମାୟୁସରୀ ମାଲଟା ହଉଛି ସବୁ ଜାଗାରେ ସମସ୍ତେ ଟପ୍ ଲେବୁଲରେ ଅଛନ୍ତି। ବୋଧେ ଯାତ୍ରା ଜଗତରେ ଏ ବର୍ଷ ମାହେଶ୍ୱରୀ ପୁରା ମାହୋଲ ପୁରା ପୁରା ଜବରଦସ୍ତ କରିବ ଏବଂ ସମସ୍ତେ ଅଛନ୍ତି ମାନେ ଟପ୍ ଦୟା ଭାଇ ଅଛନ୍ତି, ବେଲି ଅପା ଅଛନ୍ତି, ବିମାନ ମିତା ଆମର ସମସ୍ତେ ଟପ୍ ସବୁ ଜାଗାରେ ସମସ୍ତେ ବେଷ୍ଟ ଅଛନ୍ତି। ସାର୍ ଯଦି କହିବା ଏମିତି ଅନେକ ବରିଷ୍ଠ ଅଭିନେତା ମାନେ ଅଛନ୍ତି ଏବଂ କନିଷ୍ଠ ଅଭିନେତା ମାନେ ମଧ୍ୟ ଅଛନ୍ତି ଯାତ୍ରାରେ। ହଁ। ଯଦି କହିବା ଆପଣ ସମସ୍ତଙ୍କୁ ନେଇ ସମାନ ଭାବରେ ଦେଖନ୍ତି ନା ବରିଷ୍ଠ ମାନଙ୍କୁ ଟିକେ ନା 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 ସମସ୍ତଙ୍କୁ ଆମେ ଯେତେବେଳେ ଆସୁ ଆମ ପାଇଁ ସମସ୍ତେ ହଉଛନ୍ତି ବେଷ୍ଟ। ସମସ୍ତଙ୍କୁ ଆମେ ସମ୍ମାନ ଦଉ, ସମସ୍ତଙ୍କୁ ଆମେ ଚରିତ୍ର ଅନୁଯାୟୀ ଆମେ ତାଙ୍କୁ ସବୁ ଜଷ୍ଟିସ ଦେବାକୁ ଚେଷ୍ଟା କରୁ। ସେମିତି ନାହିଁ, ଛୋଟ ବଡ ନାହିଁ, ସମସ୍ତେ ଆମ ପାଇଁ ଭଲ ଏବଂ ବଡ। ସାର୍ ଯଦି କହିବା ଆପଣଙ୍କର ଯୋଉ ନିର୍ଦ୍ଦେଶକ ଭାବରେ ଏ ବର୍ଷ ମାହେଶ୍ୱରୀ ପାଇଁ ଅଛି ନା ଅଲଗା କୌଣସି ପାର୍ଟି ପାଇଁ ହଁ ମଧ୍ୟ ଅଛି? ମୁଁ ଦେଇଥିଲି ରାଜଦରବାର ଦେଇଛି, ମୋର ଫାଷ୍ଟ ନାଟା ଥିଲା ତୋ ପରି କେହି ନାହିଁ। କଳିଙ୍ଗରେ ଦେଇଛି ତମେ ଭୁଲିଗଲା ପରେ, କଳିଙ୍ଗରେ। ମାହେଶ୍ୱରୀ ହଉଛି ପରଦେଶୀ ଫେରିବାଲି। ତୁଳସୀରେ ହେଇଛି ଆମର କିଏ ସେ ଡାକୁଛି କୋଉଠି ମତେ। ଏଇଟା କମ୍ପ୍ଲିଟ ହେଇନି, ହେଇଯିବ ଆଉ ଗୋଟେ କ୍ୟାମ୍ପ। ତ ଭାବୁଛନ୍ତି କେତେ ଟପ୍ ମାନେ ଯାତ୍ରାରେ ନିର୍ଦ୍ଦେଶକ ଭାବେ କେତେ ଟପ୍ ଭାବୁଛନ୍ତି? ହଁ ପ୍ରଫେସନ କରୁଛୁ ଆମେ ତ ସେଇଆକୁ ତ ପୁଞ୍ଜି ମାନେ ଆମର ସେଇଟା ହଉଛି ପ୍ରଫେସନ। ସେଥିପାଇଁ ଆମକୁ ବର୍ଷକ ପରେ ଏଇ ସିଜିନ ସରିବ ତ ଆମେ ପୁଣି ଆସନ୍ତା ବର୍ଷ ପାଇଁ ପ୍ରସ୍ତୁତି ହବୁ। ଏଇଟା ହଉଛି ଆମର ତ ହବି ଆଉ। ସାର୍ ଅନେକ ସିନେମା ଇଣ୍ଡଷ୍ଟ୍ରିର ଯୋଉମାନେ ନିର୍ଦ୍ଦେଶକ ଅଛନ୍ତି ହୁଁ ସେମାନେ ମଧ୍ୟ ଯାତ୍ରାକୁ ମାନେ ମୁହାଉଛନ୍ତି, ହୁଁ। କଣ କହିବେ ସେ ସମ୍ପର୍କରେ? ହଁ ଯାତ୍ରା ଗୋଟେ ହଉଛି ବର୍ତ୍ତମାନ ହଉଛି ପୃଥିବୀର ସବୁଠୁ ଏଣ୍ଟରଟେନମେଣ୍ଟ ହଉଛି ଯାତ୍ରା। ସର୍କସ ଦେଖନ୍ତୁ, ସିନେମା ଦେଖନ୍ତୁ, ଯେତେ ଯାହା ଅଛି ଏଣ୍ଟରଟେନମେଣ୍ଟ, ସବୁଠୁ ବଡ ପ୍ଲାଟଫର୍ମ ହଉଛି ଯାତ୍ରା ଭାରତ ବର୍ଷରେ। ଆଉ ଯାତ୍ରାଟା ହଉଛି ସବୁଠୁ ଡିଫିକଲ୍ଟ ଅଭିନୟ ହଉ ବା ମ୍ୟୁଜିସିଆନ ହୁଅନ୍ତୁ ବା ଡ୍ୟାନ୍ସର ହୁଅନ୍ତୁ ବା ନିର୍ଦ୍ଦେଶନା କି ନାଟକ ଲେଖିବା, ସବୁଠୁ କଷ୍ଟ, ସବୁଠୁ କଷ୍ଟ। ତ ଯଦି କହିବା ଆପଣ ପ୍ରଥମେ ଅଭିନୟ କରୁଥିଲେ, ଅଭିନେତା ଥିଲେ ନା ମାନେ ଫାଷ୍ଟରୁ ହିଁ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି? ନାଇଁ ମୁଁ ପ୍ରଥମରୁ ନିର୍ଦ୍ଦେଶକ ଭାବରେ କାମ କରିଛି। ମୁଁ ଆସିଷ୍ଟାଣ୍ଟ କରୁଥିଲି ସିରିଏଲରେ, ଶ୍ରୀଯୁକ୍ତ ହିମାଂଶୁ ସାମଲ ଯିଏ ମୋର ଗୁରୁ, ତାଙ୍କ ପାଖରେ କାମ ଶିଖୁଥିଲି। ତାପରେ ଆସ୍ତେ ଆସ୍ତେ ତାଙ୍କ ପାଖରୁ ଯାତ୍ରାରେ ଆସିଷ୍ଟାଣ୍ଟ କଲି। ତାପରେ ତ ଯାତ୍ରା ଚାଲିଛି 10-15 ବର୍ଷ ହେଲାଣି ଚାଲିଛି ସାର୍ ଆଉ। କଣ ଭାବୁଛନ୍ତି ଏ ବର୍ଷ ପାଇଁ ବୋଧେ ଅନେକ ଅନୁଷ୍ଠାନ ଆସିଛନ୍ତି, ଅନେକ ପୁରୁଣା ଅନୁଷ୍ଠାନ ମଧ୍ୟ ଅଛନ୍ତି, ମାହେଶ୍ୱରୀ ମଧ୍ୟ ସମସ୍ତଙ୍କୁ ଟକ୍କର ଦଉଛି। ହଁ ମାୟୁସୀ ଟପରେ ରହିବ, ସମସ୍ତେ ସବୁ ମାନେ ଦ ବେଷ୍ଟ ଅଛନ୍ତି ଯଦି କହିବା ସମସ୍ତେ। ଏ ବର୍ଷ ପାଇଁ ସାର୍ ଆପଣଙ୍କର କୋଉ ନାଟକ ସବୁଠୁ ଭଲ ବୋଲି ଆପଣ ଭାବୁଛନ୍ତି? ନାଇଁ ମୋ ନାଟକ ତ ମୁଁ ନିଜେ କହିବି ମୋର ସବୁ ନାଟକ ଭଲ। ଦର୍ଶକ କହିବେ କୋଉ ହୁଁ। ନାଟକ, ଆମେ ତ ଯେତେ ସମସ୍ତେ ଆସିଥାନ୍ତି, ସବୁ ରାଇଟର ଡିରେକ୍ଟର ବା ସବୁ କଳାକାର ସମସ୍ତେ ଚାହାନ୍ତି ଆମେ ସବୁ ନାଟକ ଭଲ କରିବା। ଏ ଭଲ ଭିତରେ କିଛି ଯଦି ଭୁଲ ତ୍ରୁଟି ରହିଯାଇଥାଏ ସେଠି 19-20ରେ, କିନ୍ତୁ ଓଭରାଲ ବହୁତ ଭଲ ହବ ନାଟକ। ପରଦେଶୀ ଫେରିବାଲି ନିଶ୍ଚିନ୍ତ ପୁରା ହାଇଲି ସାଟିସ୍ଫାକ୍ସନ ସାର୍ ଦବ ଯଦି ଆମେ ଟିକେ ଦର୍ଶକଙ୍କୁ। ଖାଲି କହିବା ମାନେ ଯୋଉ ପରଦେଶୀ ଫେରିବାଲି ଟିକେ ସାରାଂଶ କଣ ଟିକେ ରହୁଛି, ଖାଲି ଗୋଟେ ଲାଇନରେ କହିବେ? ନାଇଁ ସାରାଂଶ କିଛି ନାହିଁ, ସାରାଂଶ କିଛି ନାହିଁ। ଏ ଛୋଟ ବେଳଠୁ ଦି ଭଉଣୀ ଦିଆଡେ ବିଚ୍ଛୁତ ହେଇଯାଉଛନ୍ତି, ଅଲଗା ଅଲଗା ଜାଗାରେ ବଢୁଛନ୍ତି। ସମାଜର ପାପୀ ମାନଙ୍କ ନଜରରେ କିଏ କଷାଘାତ ପାଉଯାଉଛି ତ କିଏ ଆଉ ଜଣେ କାହା କୂଳରେ ନିଜ ଝିଅ ହେଇକିରି ଚଳୁଛି। ଓଭରାଲ ଫ୍ୟାମିଲି ଡ୍ରାମା, କିଛି ନୂଆ ନାହିଁ। ସମସ୍ତେ କୁହନ୍ତି ଯେ ଆମେ ଆସି ନୂଆ କରିଛୁ, କିଛି ନୂଆ ନାହିଁ। ସବୁ ନୂଆ ହେଇଛି ରାମାୟଣ ମହାଭାରତରେ, କିଛି ନୂଆ ନାହିଁ। ସେ କିନ୍ତୁ ଆମେ ଟ୍ରିଟମେଣ୍ଟ କରୁଛୁ ଲୋକମାନଙ୍କୁ ଯୋଉ 4 ଘଣ୍ଟା ବସିବା ପାଇଁ, କିଛି ନୂଆ କମ୍ପୋଜିସନ ହଉ ବା ନୂଆ ଷ୍ଟାଇଲରେ ବିଜିଏମ ହଉ, ଏଇ ତ। ଧନ୍ୟବାଦ। ଧନ୍ୟବାଦ।